ଝାରସୁଗୁଡ଼ା ସହର ଉପକଣ୍ଠ କୁକୁରଜଙ୍ଘାଠାରେ ରଥଯାତ୍ରା ନେଇ ଅନନ୍ୟ ଐତିହ୍ୟ ରହିଛି। 16 ଚକ ବିଶିଷ୍ଟ ରଥରେ ବିଜେ ହୋଇଛନ୍ତି ଚତୁର୍ଥା ମୂର୍ତ୍ତି। ଖୁବ୍ ଧୁମଧାମରେ ପାଳନ କରାଯାଉଛି ରଥଯାତ୍ରା। କୁହାଯାଏ 1215 ମସିହାରେ କୁକୁରଜଙ୍ଘାଠାରେ ମହାପ୍ରଭୁ ସ୍ୱୟଂ ଆବିର୍ଭାବ ହୋଇଥିଲେ। ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହି ବିଶ୍ୱାସ ରହିଛି। ତେବେ ସେହି ଦିନଠାରୁ ଅର୍ଥାତ୍ 1215 ମସିହା ଠାରୁ ଏଠାରେ 16 ଚକ ବିଶିଷ୍ଟ ଏକ ରଥ ନିର୍ମିତ ହୋଇଥାଏ। ତିନି ଠାକୁରଙ୍କ ଅନୁଷ୍ଠିତ ହୋଇଛି ପହଣ୍ଡି ବିଜେ ନୀତି। ପହଣ୍ଡି ବିଜେ ପରେ ହୋଇଛି ଛେରା ପହଁରା ନୀତି। ଗଜପତି ବେଶରେ ସ୍ଥାନୀୟ ଗଅଁତିଆ ଛେରା ପହଁରା କରିଛନ୍ତି। ସୁବର୍ଣ୍ଣ ଖଡ଼ିକାରେ ଏହି ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଶହ ଶହ ବର୍ଷ ଧରି ରଥଯାତ୍ରା ଏଠାରେ ପାଳନ କରାଯାଇ ଆସୁଛି। ଏଠାକାର ପୁରୁଣା ଐତିହ୍ୟ ଯୋଗୁଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ୟୁପି ଭଳି ସ୍ଥାନରୁ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇଛନ୍ତି। ତେବେ ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ହୋଇ 15 ଦିନ ଧରି ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ଏଠାରେ ରଥଯାତ୍ରା ପାଳନ କରାଯାଇଥାଏ। 800 ବର୍ଷ ପୁରୁଣା ଏହି ରଥଯାତ୍ରାକୁ ଦେଖିବା ପାଇଁ ଖାଲି ଝାରସୁଗୁଡ଼ା ନୁହେଁ, ବରଂ ପଡ଼ୋଶୀ ରାଜ୍ୟ ଓ ଜିଲ୍ଲାମାନଙ୍କରୁ ମଧ୍ୟ ଶ୍ରଦ୍ଧାଳୁ ଭିଡ଼ ପରିଲକ୍ଷିତ ହୋଇଥାଏ। ଆମର କୁକୁରଜଙ୍ଘାର ଏହି ଐତିହାସିକ ମନ୍ଦିର ଅଛି। ଆଉ ଆଜି ମହାପ୍ରଭୁଙ୍କ ରଥଯାତ୍ରା। ତ ଏହି ଅବସରରେ ମୁଁ ମହାପ୍ରଭୁଙ୍କ ଚରଣରେ ଦର୍ଶନ କରିବା ପାଇଁ ଆସିଛି। ପୁରା ଫ୍ୟାମିଲି ସହିତ ଆସିଛି। ତ ରଥଯାତ୍ରାର ମୁଁ ସମସ୍ତ ଝାରସୁଗୁଡ଼ାବାସୀଙ୍କୁ, ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆଉ ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଉପରେ ରହୁ, ଏହା କାମନା କରୁଛି। ତେବେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କହିଛନ୍ତି ଯେ ସବ୍ କଲେକ୍ଟରଙ୍କର, ଏସ୍ଏସ୍ପିଙ୍କର, ପୋଲିସଙ୍କର କୋଡ଼ିଏନ୍ସ ମିଟିଂ ହୋଇଥିଲା। ଆଉ ଯେତିକି ଶାନ୍ତି ଶୃଙ୍ଖଳାରେ ହେବା କଥା ସବୁ ଆରେଞ୍ଜମେଣ୍ଟ ମଧ୍ୟ କରାଯାଇଛି। ଆଉ ଏହାପରେ ବି ଆମେ ଦେଖିବା କି କେତେ ସୁବିଧା ଆମେ କରିପାରିବା।